बहुत सुंदर फुल 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 आसमान करुती नाटा भी चमत्कार है तुलसी रक्षा फूल तोड़ा फूल तोड़ा दबा लोकटा भारी सुंदर आपको चाहिए संभाली जातु मोर प्रिय अंचलवासी मो भाषण मारेली या कहिबा कथा करिकी देखै ताली 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 खायो ए अंचलर बड़ମାନଙ୍କୁ सम्मान देवा हां छोर तो माल इज्जत रक्षा करिबा मोर प्रथम कर्तव्य मो जे पर्यंत अछि आपण मानकर किछि असुविधा होनी मो पहाड़ भली आपनको सामने हाँ पछर अछि मो आपण मानको पछर अछि ताली 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 आपण माने आगे चलंतु साथ बोले नहीं आपण किछि कोन मु साल को पछरे जाऊ मु भी साल को पछरे जाऊ जय जगन्नाथ बंधुगण सार बहुत व्यस्त लोक এই লোকমানଙ୍କ କଥା ବୁଝୁ ବୁଝୁ କେତେବେଳେ ରାତି ପାଇଁ ସକାଳ ହେଇଯାଏ ସେ ନିଜେ ବି ଜାଣିପାରନ୍ତିନି ମୋର 25 ବର୍ଷର ପୋଲିସ ଚାକିରି ଭିତରେ ଏମିତି ନେତା ମୁଁ ଦେଖିନି ନେତା କଣ ଆଜ୍ଞା ଏ ଭଗବାନଙ୍କର ସେଇଟା ମାନେ ଅବତାର ଖାସ କରି ମହିଳାମାନଙ୍କୁ ସେ ବହୁତ ସମ୍ମାନ ଦିଅନ୍ତି ନିଜ ମା ଭଉଣୀ ପରି ଦେଖନ୍ତି ଏମିତି ଦେବତାକୁ ପୂଜା କରିବା କଥା
ଅଛି ତୁ ଏଇଠି ଅଛୁ ଆପଣଙ୍କୁ ଅପେକ୍ଷା କରେ ସକାଳୁ ଆସିଲେଣି ଘରକୁ ଗଲେ ପୁଣି ରୋଷେଇ କରିବି ମୋ ପଇସାଟା ଦେଇଦେଲେ ମୁଁ ଚାଲିଯିବି ହଁ ସେଥିରେ ଢିଲା ନାହିଁ ଆଚ୍ଛା ପାଣି ବୋତଲ ଚା ଗ୍ଲାସ ଫ୍ଲାସ ସବୁ ରଖିଦେଇଛି ସବୁ ସଜାଇ ତତେ କାମରେ ଖୁଣିବାକୁ ନାହିଁ ତୋ କଥା ଯେମିତି ପକ୍କା କାମ ସେମିତି ପକ୍କା ମୋ ଟଙ୍କା ବି ସେମିତି ପକ୍କା ଆଜ୍ଞା ମୁଁ ଆସିଛି କଥା କହିଲ ମାତ୍ର 1000 ରଖିଆ ତୋର ବୁଦ୍ଧି ସୁଧି ବୋଲି କିଛି ନାହିଁ ତା ମୁହଁକୁ ଦେଖିଲୁ ତା ମୁହଁ ତା ଓଠ ତା ଗାଲ ତା ନାକ ତା ଆଖି ଏକୁ ସବୁ ମିଶେଇ ଦେଲେ 1,2 ଲକ୍ଷ ଟଙ୍କା ହବ ମାତ୍ର 1000 ସମସ୍ତଙ୍କ ଚେହେରା 1000 ଟଙ୍କା ମୋତେ ପାଉନି କିନ୍ତୁ ତା ସହିତ 1000 ଟଙ୍କା ଛିଡ଼ିଥିଲା କି କଥା କହିଲ 1000 ବେ ସୁନ୍ଦର ଝିଅମାନଙ୍କର କିଛି ଗୋଟେ ଭ୍ୟାଲୁ ଅଛି ନା ନାଇଁ ନେ ଧର 10,000 ଆପଣଙ୍କ ଟଙ୍କା ଆପଣ ରଖନ୍ତୁ ମୁଁ ମୋ କାମ ପାଇଁ ପଇସା ନିଏ କାହାର ଦୟା ମୋତେ ଭଲ ଲାଗେନି ଧନ୍ୟବାଦ ଗରିବ ଦୁଃଖୀ ମାନଙ୍କର ଦୁଃଖ ସିଏ ଜମା ସହିପାରେନି ଦୁଃଖୀ ଦରିଦ୍ର ମାନଙ୍କୁ ଦେଇ 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 ତାଙ୍କର ବିଣ୍ଡି ପଡ଼ିଗଲାଣି ହାତ ବିଣ୍ଡି ପଡ଼ିଗଲାଣି ସୁନ୍ଦର ଝିଅମାନଙ୍କୁ ଗରିବ ଘରେ ଜନ୍ମ ଦେବାଟା ଭଗବାନଙ୍କର ଗୋଟେ ବିରାଟ ବଡ଼ ଭୁଲ ଭାଇ ଗରିବ ଝିଅଟି ଆଜ୍ଞା 2 ଭଉଣୀ ଗୋଟେ ଭାଇ ସମସ୍ତଙ୍କୁ ବୋଝ ଆରି ମୁଣ୍ଡ ଉପରେ ବାପ ମା ସ୍ୱର୍ଗରେ ତା ଘରେ କାମ କରି ତା ଘରେ କାମ କରି ପର ପିଲାକୁ ଟ୍ୟୁସନ ପଢେଇକି ସମସ୍ତଙ୍କୁ ପୋଷିଛି ଏଗୁଡା କି କଥା କହିଲ ମୋ ଛାତିଟା ପୁରା ଛତୁଆ ହେଇଯାଉଛି ଜମା ଚିନ୍ତା କରନା ମୁଁ ଅଛି ମାନେ ତୋର ଆଉ କିଛି ଅସୁବିଧା ନଜର ତୋ ଉପରେ ପଡିଲାନି ମାନେ ତତେ କଣ ନାଇଁ କଣ କରିଦେବେ ନା ରାଣୀ କରିଦେବି ଗୋଡ଼ ଠାରୁ ମୁଣ୍ଡ ଯାଏ ସୁନା ଛାଉନି କରିଦେବି ଖାଲି ଖାଲି ମୋ ଦୁଃଖ ଟିକେ ବୁଝିଲେ ହେଲା ଗରିବ ମାନଙ୍କ ଘରେ ପେଟ ପୁରା ଖାଇବାକୁ ନଥାଏ ସତ କିନ୍ତୁ ତାଙ୍କ ମନଟା ଏ ପୃଥିବୀର ସବୁଠାରୁ ବଡ଼ ଲୋକଙ୍କ ମନଠାରୁ ଆହୁରି ବଡ଼ ଆମ ଘରଟା ଛୋଟିଆ ହେଇପାରେ ହେଲେ ଆମେ ଆମ ଇଜ୍ଜତକୁ ସେଇଠି ସାଇତି ରଖିଥାଉ ଯୋଉଠି ଠାକୁରଙ୍କର ଦୀପ ଜଳାଯାଏ ଦାମିକିଆ ପୋଷାକ କିଣିବା ପାଇଁ ଆମ ପାଖରେ ପଇସା ନାହିଁ ସତ କିନ୍ତୁ ଆମେ ଆମ ସ୍ୱାଭିମାନଙ୍କୁ ଛିଣ୍ଡା ଗାମୁଛାରେ ବୁଡ଼େଇ ମନର ଟ୍ରେଜେଡି ତଳେ ସାଇତି ରଖିଥାଉ ଟଙ୍କା ଦେଇ ବଜାରରୁ ସବୁ କିଛି କିଣା ଯାଇପାରେ ଯୋଉ ଜିନିଷଟା ନା ବଜାରରୁ ମିଳେ ନା ଟଙ୍କା ଦେଇ କିଣି ହୁଏ ସେ ଜିନିଷଟା କେବଳ ଆମ ପାଖରେ ଅଛି କଣ ସବୁ କହିଗଲା ଲେଖିକି ରଖିଥିଲେ କାମରେ ଲାଗିଥାନ୍ତା ଆପଣ ଭାଷଣରେ କହିଥାନ୍ତେ କିଛି ଗୋଟେ ବ୍ୟବସ୍ଥା ସାରଙ୍କ ପାଇଁ ଚା ପାଣିର ବ୍ୟବସ୍ଥା କର ଚନ୍ଦନ ଆଜ୍ଞା ଆପଣଙ୍କ ହାତ ବାଜିଗଲା ମୋ ଉପରେ କଥାବାର୍ତ୍ତା କରୁଛି ଆପଣ ଭୁବନେଶ୍ୱର ବୋଲି କିଛି ଦେଇଦେଇ ଆସୁଛି ପ୍ରତିଭା ମୋର କିଛି ଭୁଲ ନାହିଁ ସାରଙ୍କ ହାତ ବାଜି ମୋ ପଇସାଟା ପଇସା କୁହନ୍ତୁ ପଇସା ଦେବି ନା ଛେନା ପଇସା ନିହାତି ଅପା ତୁ ଏଇ କାମ କରିବି ବୋଲି ମୁଁ ଦିନ ରାତି ପରିଶ୍ରମ କରି ତତେ ପାଠ ପଢଉଛି ମୁଁ ରକ୍ତକୁ ପାଣି କରି ପର ଘରେ କାମ କରି ତତେ ପାଠ ପଢଉଛି ତୁ ଏଇ କାମ କରିବୁ ବୋଲି ଅପା ଆଜି କଲେଜ ଛୁଟି ତ କିଛି କାମ ନାହିଁ ଭାବିଲେ କିଛି ପଇସା ମିଳିଯିବ ତୋର ଯେତେବେଳେ ଯାହା ଦରକାର ତୁ ମତେ କହିବୁ ବୋଲି କହିଛି
ସହିପାରିବି ମୋ ଡାକରେ କିଛି କହନା ମତେ ମତେ ଏ ଅବସ୍ଥା ଦେଖିଲା ପରେ ମୋ ନିଜ ମୁହଁରେ ଛେପ ପକେଇବାକୁ ଇଚ୍ଛା ହଉଛି। ଆରେ ତତେ ନେଇ ମୁଁ କେତେ ସ୍ୱପ୍ନ ଦେଖିଛି। ତୁ ପାଠ ପଢିବୁ ଡାକ୍ତର ହବୁ। ବାପାଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ପୁଅକୁ ସେ ଡାକ୍ତର କରିବେ। ଆଜି ବାପା ଚାଲିଗଲେ ବୋଲି ତାଙ୍କ ଶେଷ ଇଚ୍ଛାଟା ତୁକୁ ମାରିଦେଲୁ। ବାପା ତୁ ଦେଖିବୁ ମୁଁ ନିଶ୍ଚୟ ଦିନେ ଡାକ୍ତର ହେବି। ବାପାଙ୍କ ଶେଷ ଇଚ୍ଛା ଆଉ ତୋ ସ୍ୱପ୍ନକୁ ମୁଁ ନିଶ୍ଚୟ ପୂରଣ କରିବି। ଆରେ ତୁ ପାଠ ପଢି ଡାକ୍ତର ହେଲେ ତୋ ସାନ ଭଉଣୀଟାର ବାହାଘର କରିବୁ। ତୁ ତ ଖାଲି ଆମମାନଙ୍କ କଥା ଚିନ୍ତା କରୁଛୁ, ହେଲେ ତୋ ନିଜ କଥା କେବେ ଚିନ୍ତା କରିବ? ତମେ ଭାଇ ଭଉଣୀ ଯୋଉଦିନ ହସି ଖୁସିରେ ରହିବ ସେଦିନ ଏଇ ଦୁନିଆର ସବୁ ଖୁସି ମୁଁ ପାଇଯିବି ରେ ଚନ୍ଦ୍ର। ମୋ ଭାଇ ଭଉଣୀଙ୍କର ଖୁସି ଠାରୁ ଏ ଦୁନିଆରେ ବଡ ଖୁସି ମୋ ପାଇଁ ଆଉ କିଛି ନାହିଁ। ଆଉ ଦିନେ ଏମିତି କାମ କରିବୁନି। କହ କହ ମୋ ମୁଣ୍ଡ ଛୁଇଁ କହ। ଶୀଘ୍ର ଚାଲି ଆସିଲୁ। ଖାଇବା ସମୟ ତ ହେଇନି, ଭୁଲରେ ଚାଲି ଆସିଲୁ। ଭୁଲ ସେଇମାନେ କରନ୍ତି ଯୋଉମାନେ ଭୁଲ ବାଟରେ ଯାଆନ୍ତି। ମୋ ଜାଣିବାରେ ମୁଁ କିଛି ଜୀବନର ଭୁଲ କରିନି। ଆଉ ଯଦି କେବେ ଭୁଲ କରିବା ଜାଣିବେ ସେଇଦିନ ଅଭିଶାପ ଦେବେ, ବାଟରେ ସାପ କାମୁଡ ମରିଯିବି। ମଦ ପିଇବାଟା ବୋଧହୁଏ ଭଲ କାମ। ମଦ ପିଇବା ଛଡା ଆଉ କଣ ଭୁଲ କରୁଛି ସେଇଟା ମତେ କହିଲ। ଆରେ ସବୁ ଅନರ್ಥର ମୂଳ କାରଣ ହଉଛି କେବଳ ସେଇ ମଦ। ତା ବ୍ୟତୀତ ଯିଏ ଦେଖୁଛି ସିଏ କହୁଛି ତୁ ଗୋଟେ ମଦୁଆ। ଯିଏ ମତେ ମଦୁଆ କହୁଛି ସିଏ ଆଗ ନିଜକୁ ଦେଖୁ, ନିଜକୁ ଚିହ୍ନୁ, ନିଜକୁ ଜାଣୁ, ତାପରେ ମତେ ମଦୁଆ କହିବ। ଯିଏ ଅଣ୍ଟା ଯାଏ ପାପ ପକରେ ବୁଡି ରହିଥାଏ ସେ କେବଳ ଅନ୍ୟକୁ ଆଙ୍ଗୁଠି ଦେଖାଏ। ନିଜର ପାପ କର୍ମକୁ ଲୁଚେଇବା ପାଇଁ ଅନ୍ୟକୁ ଦୋଷ ଦିଏ। ନିଜକୁ ମହାତ୍ମା ବୋଲି ଭାବି ନେଇଛୁ ନା? ଜମା ନୁହଁ। ଆଉ ମତେ କିଏ କଣ ଭାବୁଛି ମୁଁ ଜମା କେୟାର କରେନି। ତୁ ମଣିଷ ମାନଙ୍କ ଭିତରେ ରହୁଛୁ ରାଜେନ୍ଦ୍ର, କୁକୁର ମାନଙ୍କ ଭିତରେ ନୁହଁ। ମଣିଷ ଭଳି ରହିବା ପାଇଁ ଚେଷ୍ଟା କର। ମଣିଷ ଆଜିକାଲି ଦିଗୁଡିଆ ମଣିଷ ମାନଙ୍କ ଅପେକ୍ଷା କାହିଁ କେତେ ଗୁଣରେ ଭଲ ସେ ଚାରି ଗୁଡିଆ ପାଦ ଚଟା କୁକୁର। ଆଜିକାଲି ଯଦି କାହା ପାଖରେ 2 ପଇସା ହେଇଗଲା ନା, ଏ 2 ଗୁଡିଆ ମଣିଷ ଗୁଡାକ ସେ 4 ଗୁଡିଆ ପାଦ ଚଟା କୁକୁର ପାଖରେ କୁକୁର ପାଲଟି ଯାଆନ୍ତି। ତେଲିଆ ଧପାବାଜ ଟାଉଟରିଆ ପାଲଟି ଯାଆନ୍ତି। ଏମିତି ଜୀବନ ନେଇ ବଞ୍ଚିବାକୁ ଚାହେଁ ନା ବାପା। ମାନଙ୍କୁ କଣ କେବେ ବୁଝେଇ ହବ? ଜମା ଚେଷ୍ଟା କରିବନି ବାପା, କେବେ ବି ମତେ ବୁଝେଇବାକୁ ଚେଷ୍ଟା କରିବନି। କିଏ ମତେ ମଦୁଆ ଶବ୍ଦ କହିବ ଏକଥା ମୁଁ ସହିଯିବି, ହେଲେ କିଏ ମତେ ଟାଉଟର ଧପାବାଜ କହିବ ଏକଥା ମୁଁ ଜମା ସହିପାରିବିନି। ହୁଏ ପଛେ ମୁଁ ମଦୁଆ, ସମସ୍ତେ କୁହନ୍ତୁ ମଦୁଆ। तो मोर ये कथा शुणी मु बहुत खुशी हेली रे माँ। अंतत पक्षे ए घर कई तो जड़े पाठ पढ़ी एत बाट को जापरि भौणी हम तो एमती माय स्वीट सिस्टम झीटे ही एत पाठ पढ़ुची तू पुएटे ही कौन करू खाली मद पी उठा गला तो जो कथा हल बुले पकई से मद पाखे पहुंची गला। मद कहलु बापा जी मन खराब कर मद छाड़ी दौन मद छाड़ी तू पुणी बंची पारे शुणे मु मद पीती सतह मद पी अन्याय करूनी क्षति करूनी कहार घर भांगुनी घर भंगा लोक कहार नुहंती से कथा मुझे भल भाव जानी तो सच गोटे स्पष्टवादी स्ट्रेट फरवर्ड मनुष्य मुझे कौटे देखी मद पीले तो देह खराब हम
जे मत रोग हबनी से ग्यारंटी तो दे पारी अच्छा हमको जदी रोग न हबो ए डॉक्टर माने बंचिबे केमिति एते टका खर्च करी पाठ पढिचंती काई एते टका खर्च करी नर्सिंग होम करचंती काई अरे तांकर पुणी किछि रोजगार दरकार ना नाही आमरी भली मधुआ मानक पाई डॉक्टर माने बंचिचंती आगुरु मु जतिकी पिउतली आजिठु ताठु अधिका पीबी बोल हरियो ଏଇଟାକୁ ବୁଝେଇ କିଛି ଲାଭ ନାହିଁ ରେ ମା କୋଉଠି ନା ମଦ ପିଇ ପିଇ ରାସ୍ତାରେ ଗାଡ଼ି ଚଢ଼ିଯିବ ମରିଯିବ ଯୋଉଟା କି ଆମେ ବି ଜାଣିପାରିବୁ ନାଇଁ 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 ମୁଁ ଏତେ ଶୀଘ୍ର ମରୁନି ଓ ବାପା ତମକୁ ମଶାଣିକି ନ ନେବା ପର୍ଯ୍ୟନ୍ତ ମୁଁ କଣ ଏତେ ଶୀଘ୍ର ମରୁଛି ଆଉ ପୁଅ ହିସାବରେ ମୋର କିଛି କର୍ତ୍ତବ୍ୟ ଅଛି କି ନାହିଁ ଆଉ ଗୋଟେ ଖୋଳାଙ୍କାର ଆସିଗଲା ଘରେ ଆମେ ଏତେ ଲୋକ ଅଛୁ ଆମ କଥା ବୁଝିବାର ନାହିଁ ଇଏ ସମାଜ କଥା ବୁଝିବ କେମିତି ସମସ୍ତେ ଅପେକ୍ଷା କରୁଛୁ ବନ୍ଧୁରେ ମିଟିଂ ଗଲେ ଯେମିତି ଫୁଲ ତୋଡ଼ା ଧରି ମତେ ସ୍ୱାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି ମତେ ଲାଗୁଛି ମୋ ଘରେ ବି ମତେ ସ୍ୱାଗତ କରିବା ପାଇଁ ସମସ୍ତେ ଅପେକ୍ଷା ହଁ ବା 3 दिन ହେଲା ଘରେ ନଥିଲୁ ତ ତୋତେ ଫୁଲ ତୋଡ଼ା ଦେଇ ସ୍ୱାଗତ କରିବା ପାଇଁ ଆମେ ସବୁ ଅପେକ୍ଷା କରିଛୁ ହେଲେ ଭାଇ ଦୁଃଖର କଥା ଫୁଲ ତୋଡ଼ା ନାହିଁ ନା ଫୁଲ ତୋଡ଼ା ନାହିଁ କଣ କରେ ଅଛି ଚଳିଦେବା এইଥିରେ କାମ ଚଳିଦେବା ସୁସ୍ୱାଗତମ୍ ବିଧାୟକ ରାଘବେନ୍ଦ୍ର ରାୟ ସୁସ୍ୱାଗତ ଏକ ନମ୍ବର ପାଲା 2 ନମ୍ବର तू बड़ भाई 1 नंबर मूर्ति देव सकाल सकाल पेटे मत पी सकाल 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 मद पीबनी ए बोतल कौटी लेखाई देखी खाली राति पीब सकाल मद पीबनी कौन लेखाई भाई जिते बेले इच्छा सेते बेले मद पीब बोल भाई 3 दिन हेलान तुम देखा नहीं तुम की काम था जे तुम घर କଥା भूली जाउछ आगो तू कीटे नेला कोरे जाइथलु फोन करी कोन हमको जरेबा କଥା नु घरे हमें समस्त अछु हम प्रति तोर किछि दायित्व अछि ना नहीं आधा आधा लोक कथा बुझु बुझु मोर दिल जाउछि घरु जे फोन करि बाजु बोली कोन भाई भाई जेते राजनीति कले भी तुम बापा प्रति किछि कर्तव्य अछि तुम पर घर बड़ को हिसाब रे कर्तव्यटा भूली जाउछ केमिति मत उपदेश ମୁଁ ତମକୁ ମେଡିସିନ ଖାଇବି ହଁ ଚାଲ ଭାଇ 3 दिन ହେଲା ଘରେ ନଥିଲି କୋଉଠି ଥିଲି ମିଟିଂ ଥିଲା ହଁ ମିଟିଂ ଭାଇ ତମ ପାର୍ଟିରେ ରାତିରେ ବି ମିଟିଂ ହଉଛି ହଁ ହଁ ଅର୍ଜେଣ୍ଟ ମିଟିଂ ଆଚ୍ଛା ଭାଇ କୋଉ ଫାର୍ମ ହାଉସ ରେ ହଉଥିଲା କି ସେଠି କୋଉମାନେ ଥିଲେ ଖାଲି ଲେଡିଜ ନା ଜେଣ୍ଟସ ରାସ୍ତାରେ ତୁ ଯା ମୋ ବାଟରେ ତ ମୁଁ ଯାଉଛି ହେଲେ ତୁ ସବୁବେଳେ ଅବାଟରେ ଯାଉଛୁ ମତେ ମୋ ମୁଣ୍ଡ ଖରାପ କଥା କହୁଛି ଦିନେ ଫାର୍ମ ହାଉସ ଗଲା ବେଳକୁ ତମର ମିଟିଂ ଚାଲିଥିଲା 3ଟା ଟୋକି ଆଉ ତୁ ବସିକି ମିଟିଂ କରୁଥିଲ ବୋଲ ସେ ଘର କର୍ମୀ ହଁ ହଁ କର୍ମୀ ଆଉ କର୍ମୀ ନା ଭାଇ ଦଳର ସେମାନେ କି କର୍ମ କରନ୍ତି କି ମତେ ହଟ୍ଟେ କର୍ଣ୍ଣା କହୁଛି ତାହେଲେ ଭୁଲିକି ମୁଁ ତ ବସା ପାଇବନି ମତୁଆ ମତୁଆ ସେଇ ଗୋଟାଏ ଶବ୍ଦ ଜାଣିଛୁ ମତୁଆ ଭାଇ ମୋ ନା ସାଇଡରେ ବ୍ରାକେଟ ଯଦି ଲେଖାଯାଏ ଗୋଟାଏ ଶବ୍ଦ ଲେଖାଯିବ କଣ ଜାଣିଛୁ ମତୁଆ କିନ୍ତୁ ତୋ ନା ସାଇଡରେ ବ୍ରାକେଟ ଯଦି ଲେଖାଯିବ କଣ ଜାଣିଛୁ ଜ୍ୱର କାଉତର ଖପାବାନ ମୁଗୁଣା ନାଳୁଆ ସୁଙ୍ଗା से झीरा कुछ शीघ्र मंगल सेफ्टी करते फार्म हाउस से झीरा को मंगल सेफ्टी कर दे से फार्म हाउस भलो सफा कर दो न ए साल रे केते लाइक बैठी कोन नहीं पारे हां
চিন্তা তো ফোন করে তো উঠুন ব্যস্ত ଥିଲେ କଣ ଦେଖିଛି ବ୍ୟସ୍ତ ହେଇ ତତେ ମୁଁ କଲ୍ ବ୍ୟାକ୍ କରିପାରୁନି କଣ ଦରକାର ଅଛି କହ କିଛି ଟଙ୍କା ଦରକାର ଥିବ କହ କେତେ ଟଙ୍କା ଦରକାର 5 ଲକ୍ଷ କଥା କଣ କି ଖାଲି ଇଣ୍ଡିଆ ପାକିସ୍ତାନ ଫାଇନାଲ ମ୍ୟାଚ୍ 5 ଲକ୍ଷ ଟଙ୍କା ୱେଟିଂ ରେ ରଖି ଇଣ୍ଡିଆ ନିଶ୍ଚୟ ଜିତିବ ମୋ ପୁଅ କେବେ ହାରିବନି ନାଇଁ ପାକିସ୍ତାନ ଜିତିବ ସିଓର ଜିତିବ ପାକିସ୍ତାନ ଟିମ୍ର ବୋଲର ବ୍ୟାଟ୍ସମ୍ୟାନ୍ କେହି ତାକୁ କମ୍ ନୁହନ୍ତି ମୁଁ 100% ସିଓର ପାକିସ୍ତାନ କପ୍ ନବ ହିଁ ନବ କି କଥା କହିଲ ଆରେ ତୁ ଇଣ୍ଡିଆ ସପୋର୍ଟ ଖେଳିଲ ପାକିସ୍ତାନ କଣ ସପୋର୍ଟ କରୁଛୁ ନା ତମେ ବୁଝୁନ ପାକିସ୍ତାନ ନ ଜିତିଲେ ମୋ ରେସ୍ମାର କୋଣଟା ଭାଙ୍ଗିଯିବ ରେସ୍ମା ରେସ୍ମା ଓ ରେସ୍ମା ତମର ସ୍ନାନ ମନ ନବାକୁ ତ ପାକିସ୍ତାନ ଜିତ ଆଚ୍ଛା କଟୁଛି ଟଙ୍କାଟା ତମ ମୁଣ୍ଡରେ ଯିବ ଆରେ ରେସ୍ମାକୁ ମୋ ସହିତ ଟିକେ ଦେଖା କରିଦେବନି ମନେ ପଡା ରେସ୍ମା ଆମେ ମାନେ ତ ମା ତମକୁ ଦେଖା କରିବାକୁ କହୁଥିଲି ତାଙ୍କର କଣ ଗୋଟେ ପର୍ସନାଲ କାମ ଅଛି ରେସ୍ମା କରି ଦେଖିବ ରିଲେସନ ସିନେମା ଆସିବ କିନ୍ତୁ ଦେଖିବାକୁ ପୁରା ଦି ଭଉଣୀ ଠିକ ଅଛି ତାକୁ ମୋ ଫୋନ ନମ୍ବରଟା ଦେଇଦେବୁ ତାକୁ ଶୀଘ୍ର ଦେଖା କରିବାକୁ କହିବୁ ଗୁଡ୍ ମର୍ଣ୍ଣିଂ ରାଜ ସାହେବ ନମସ୍କାର ମୁଁ ବି ଢଙ୍ଗ ଦେଇ ଭଟି କଣ ଖବର କଣ ସବୁ କାମ ଠିକ ଠାକ ଚାଲିଛି ଇମ୍ପୋର୍ଟାଣ୍ଟ କାମରେ ଆସିଛି ଏଇଟା କିନ୍ତୁ ପ୍ରାଇଭେଟ କାମ ଆମର ଫ୍ରେଣ୍ଡସିପ୍ ବହୁତ ବର୍ଷ ଆମର ବନ୍ଧୁତା ଏମିତି ସବୁଦିନ ପାଇଁ ଥାଉ ମାନେ ମଲା ପରେ ବି ଏ ସମ୍ପର୍କ ଏମିତି ରହିଥାଉ ସେଇଥିପାଇଁ ଆପଣଙ୍କ ଭଉଣୀ କି ମୁଁ ମୋ ଘରର ବୋହୂ କରିବାକୁ ସ୍ଥିର କରିଛି ଏଇଠି ଆପଣଙ୍କ ଇଚ୍ଛା ସୌଭାଗ୍ୟର କଥା ମୋ ଭଉଣୀ ଭିଡ଼େଇ ହବ ଏଥିରେ ମୋ ଜୀବ ଦବାର କିଛି ନାହିଁ ଏଇଟା ମୋ ସୌଭାଗ୍ୟର କଥା ମୁଁ ଏକଥା କହିବି ବୋଲି ବହୁତ ଚିନ୍ତା କରୁଥିଲେ ଆଗଟା ସରିଲା ପରେ ଆମ ଦି ଜଣଙ୍କର ସମ୍ପର୍କ ସବୁବେଳେ ଖାଇବା ଖାଇବି ଆଜି ସମସ୍ତେ ସାଙ୍ଗ ହେଇ ଖାଇବା ହେଉଛନ୍ତି ଭଟି ଡିଏସ୍ପି ସାହେବଙ୍କ ପୁଅ ହୋଟେଲ ମ୍ୟାନେଜମେଣ୍ଟ କରୁଛି ଭବିଷ୍ୟତରେ ଗୋଟେ 5 ଷ୍ଟାର ହୋଟେଲ ତିଆରି କରିବି ବୋଲି ତାର ଗୋଟିଏ ହୋଟେଲ ନୁହଁ ନିହାତି 10ଟା ହୋଟେଲ କରିବି ତାପରେ ମୋ ହୋଟେଲକୁ ସେ ଦେଖିବ ସେ କହିବ ଯାହା କୁହନ୍ତୁ ରାଜ ସାହେବ ଆପଣଙ୍କ ଭଉଣୀ କୋଟିକର ଗୋଟିଏ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ହଁ ଇଏ ତ ମୋ ଘରକୁ ବୋହୂ ହେଇଗଲେ ମୋ ଘରେ ଦିନରେ ବି ଜନ ହୁଇବ ପାଠପଢା ତ ସରିଯାଉ ତାପରେ ଏ ଘରେ ସାନାଇ ବାତିବ ନା ନା ମୁଁ ନିଜ ସହିତ କଥା ହଉଛୁ ତମେ କୁଆଡେ ପଳେଇଛ ସୁଇଜା ଆମର ବାହାଘର ହବ ରିଅଲି ଫାଣ୍ଟାଷ୍ଟିକ୍ ତମେ ଯାହା ଦେଖିବାକୁ ହେଇଛ ନା ଓ ବାହାଘର ପରେ ସବୁଦିନ ରାତିରେ ମୁଁ ଖାଲି ବାବୁକୁ ଆଚ୍ଛା ତମେ ନିଜକୁ କେବେ ଆଇନାରେ ଦେଖିଛ ମାନେ ନାଇଁ ମାନେ ତମେ ଯେତେବେଳେ ଆଇନା ଆଗରେ ଛିଡା ହେଇଥିବ ସେ ଆଇନା ତମକୁ ଦେଖି କଣ କହୁଥିବ ଜାଣିଛ କଣ କହୁଥିବ ତମେ ବହୁତ ମଜାଳିଆ ତମ ସହିତ ଯୋଡିଟା ପୁରା ସୁପର ଡୁପର ହିଟ୍ ହବ ନା ମାଙ୍କଡ ବେକର ମୁକ୍ତା ହାର ମାନେ ମତେ କଣ କହିଲ କି ନାଇଁ ମାନେ ଗୋଟେ ନାଟକ ନାଁ ମନେ ପଡିଗଲା ତ ଆଶୁ ସାରଙ୍କ ନାଟକ ମାଙ୍କଡ ବେକର ମୁକ୍ତା ହାର ମୁକ୍ତା I mean diamond don't worry
बारटा सरीगला पर तुम देह सारा मुझे डायमंड रे पुती पकेबी गोड़रू मुंड जाए खाली डायमंड 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 तापर तुमको जिए देखिबो से कहबो म्याऊ म्याऊ मनुष्य जेते दामिका ड्रेस पिंधु थाउ जेते कॉस्टली गाड़ी में चढ़ु थाउ तार कथाबार्ता ही तार कैरेक्टर रो परिचय देई थाए माने बुझी पारलनी ए पर्यंत बुझी पारलो नी ना 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 माने मियाओ हेलो अब किसी दिन पर हमर बाहर नहीं जीवो चलो तापर गोटे एन्जॉय करबा माने मु काली फ्री अछि गोटे लॉन्ग ड्राइव हेचिबा तापर मजा करबा मस्ती करबा आ तापर तो खाली म्याऊ म्याऊ ओके बड़ी कंडीशन अरे बाबा अब तोहर सब कंडीशन रे राजी तुम चाहा कहबो मु राजी तम पाखरे रुमाल अछि रुमाल अछि 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 तुम आखि के बंद मु बांधी बांधी हां बांधो बांधिली चलो गोटे खेल खेलता अरे बाबा मु तो खेल खेलिବାକୁ ବହୁତ ଭଲ ପାଏ तमे जे मते छुई देबो हां काली सकाळे में लॉन्ग ड्राइव के जिबा अरे ये गोटे କଥା ओके 1 2 3